ଅର୍ଥନୈତିକ ବିକାଶ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ 45 ଲକ୍ଷ ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ଦିଆଯାଇଛି। ମାନନୀୟ ବାଚସ୍ପତି ମହୋଦୟା, ଦଶନ୍ଧି ଧରି ଓଡ଼ିଶା କୋଇଲା, ଲୌହ ଖଣିଜ ପଦାର୍ଥ ଏବଂ ଆଲୁମିନିୟମ ଭିତ୍ତିକ ଶିଳ୍ପରେ ନେତୃତ୍ୱ ନେଇ ଭାରତର ଶିଳ୍ପ ଅଭିବୃଦ୍ଧିକୁ ଶକ୍ତି ପ୍ରଦାନ କରି ଆସିଅଛି। ଆଜି ଭାରତ ସରକାରଙ୍କର ସହଯୋଗରେ ଓଡ଼ିଶା ଶିଳ୍ପ ଖଣିଜ ଆଧାରିତ ଅର୍ଥନୀତିରୁ ମାଇକ୍ରୋଚିପ୍ ଆଧାରିତ ଉନ୍ନତ ଶିଳ୍ପ ଦିଗରେ ଆଜି ଅଗ୍ରସର ହେଉଛି। ଭିତ୍ତିଭୂମି ନୀତିଗତ ସହାୟତା, ବ୍ୟବସାୟିକ ସୁଗମତା ମାଧ୍ୟମରେ ବୟନ, ଖାଦ୍ୟ ପ୍ରକ୍ରିୟାକରଣ, ଇଲେକ୍ଟ୍ରୋନିକ୍ସ ଏବଂ ସବୁଜ ଶକ୍ତି ଭଳି ନିଯୁକ୍ତ ସୁଯୋଗ ସୃଷ୍ଟିକାରୀ କ୍ଷେତ୍ରରେ ଓଡ଼ିଶା ମୂଲ୍ୟଯୁକ୍ତ ଉତ୍ପାଦନକୁ ପ୍ରୋତ୍ସାହିତ କରିବାକୁ ପ୍ରାଥମିକତା ଦେଉଛି। 2027 ସୁଦ୍ଧା 10 ନିଯୁକ୍ତି ସୃଷ୍ଟି କରିବାକୁ ରାଜ୍ୟ ଲକ୍ଷ୍ୟ ରଖିଛି। ମୁଁ ଶିଳ୍ପ ଏବଂ MSME କ୍ଷେତ୍ର ପାଇଁ 1970 କୋଟି ଟଙ୍କା ବ୍ୟୟ ବରାଦ କରିବାକୁ ପ୍ରସ୍ତାବ ଦେଉଛି, ଯାହା 2023-24 ବର୍ଷର ବ୍ୟୟ ବରାଦ ଠାରୁ 1.5 ଗୁଣ ଅଧିକ ଅଟେ। ଓଡ଼ିଶା ଫାର୍ମା ସମ୍ମିଳନୀ ପରେ ଏକ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦିତାମୂଳକ ଏବଂ ନବସୃଜନ ଚାଳିତ ପରିବେଶ ନିର୍ମାଣ ପାଇଁ ଓଡ଼ିଶା ଫାର୍ମାସ୍ୟୁଟିକାଲ ଏବଂ ମେଡିକାଲ ଡିଭାଇସେସ୍ ନୀତି 2025ର ଶୁଭାରମ୍ଭ ହୋଇଥିଲା, ଯେଉଁଠାରେ ଶୀର୍ଷ ଶିଳ୍ପପତିମାନଙ୍କ ସହିତ ଏହାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ହାଇଦ୍ରାବାଦ ଏବଂ କଲିକତାଠାରେ 2ଟି ଉଚ୍ଚସ୍ତରୀୟ ଗୋଲ ଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଶୀର୍ଷ ଶିଳ୍ପପତିମାନଙ୍କ ସହିତ ଆଲୋଚନା କରାଯାଇ ରାଜ୍ୟରେ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବାକୁ ଆମନ୍ତ୍ରଣ କରାଯାଇଥିଲା। ଏହି ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ଇଡ୍କୋ ଦ୍ୱାରା 2ଟି ଉତ୍ସର୍ଗୀକୃତ ପାର୍କ ବିକଶିତ ହେବ। ନୟାଗଡ଼ରେ ଏକ 500 ଏକର ବିଶିଷ୍ଟ ଓଡ଼ିଶା ଫାର୍ମା ପାର୍କ ଏବଂ ଖୋର୍ଦ୍ଧାଠାରେ 200 ଏକର ବିଶିଷ୍ଟ ଓଡ଼ିଶା ମେଡ୍ଟେକ୍ ପାର୍କ ଫଳସ୍ୱରୂପ ଓଡ଼ିଶା ପୂର୍ବ ଭାରତର ପ୍ରମୁଖ ଜୀବ ବିଜ୍ଞାନ କେନ୍ଦ୍ର ଭାବରେ ପ୍ରତିଷ୍ଠିତ ହେବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ରାଜ୍ୟରେ ଦ୍ରୁତ ଶିଳ୍ପାୟନ ଯୋଗୁଁ ସମଗ୍ର ଓଡ଼ିଶାରେ ଏକାଧିକ ବୃହତ୍ ଶିଳ୍ପ କ୍ଲଷ୍ଟର ସୃଷ୍ଟି ହୋଇଛି। ପର୍ଯ୍ୟାପ୍ତ ଭିତ୍ତିକ ସାମାଜିକ ଏବଂ ନାଗରିକ ଭିତ୍ତିଭୂମି ସହିତ ଉତ୍ତମ ସେବା, ବାସଯୋଗ୍ୟ ଏବଂ ଅନ୍ତର୍ଭୁକ୍ତି ଶିଳ୍ପ ଟାଉନସିପ୍ ସୃଷ୍ଟି କରି ଉଦୀୟମାନ ଶିଳ୍ପ କ୍ଲଷ୍ଟରଗୁଡ଼ିକର ଚାରିପାଖରେ ଯୋଜନାବଦ୍ଧ ଏବଂ ସଂଗଠିତ ଅଭିବୃଦ୍ଧିର ଆବଶ୍ୟକତା ରହିଛି, ଯାହାଦ୍ୱାରା ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବା ସହ ଶ୍ରମିକମାନଙ୍କର ଜୀବନର ଗୁଣବତ୍ତାର ଉନ୍ନତି ଆସିପାରିବ। କାର୍ଯ୍ୟସ୍ଥଳ ନିକଟରେ ବାସିନ୍ଦାଙ୍କର ସାମାଜିକ ଭିତ୍ତିଭୂମି, ଉତ୍ପାଦକତା, ଧାରଣ ଏବଂ ଶ୍ରମିକଙ୍କର ସମ୍ପୂର୍ଣ୍ଣତା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଏହି ଯୋଜନା ଅଧୀନରେ 2026-27 ଆର୍ଥିକ ବର୍ଷରେ 10 କୋଟି ଟଙ୍କାର ବ୍ୟବସ୍ଥା ପ୍ରସ୍ତାବିତ ଅଛି। ଖଣି ପ୍ରଭାବିତ ଅଞ୍ଚଳରେ ବାସିନ୍ଦାଙ୍କର ଜୀବନଧାରଣର ମାନରେ ଉନ୍ନତି ଆଣିବା ପାଇଁ ଏକ ରଣନୈତିକ ପଦକ୍ଷେପ ଭାବରେ ନୂତନ ଯୋଜନା CM ସମ୍ପଦ ଘୋଷଣା କରି ମୁଁ ଆନନ୍ଦିତ। ଏହା ବିଦ୍ୟମାନ ସାମାଜିକ ଲାଭର 100% ପରିପୂର୍ଣ୍ଣତା ହାସଲ କରିବା, ଅତିରିକ୍ତ ସହାୟତା ସହିତ ବର୍ତ୍ତମାନର ସେବାକୁ ବୃଦ୍ଧି କରିବା ଏବଂ ନୂତନ ସ୍ୱାସ୍ଥ୍ୟ ଏବଂ ଭିତ୍ତିଭୂମି ପ୍ରତିଷ୍ଠା କରିବା ଉପରେ ଧ୍ୟାନ ଦିଏ। ଏକ ବାସ୍ତବ ସମୟ ଡ୍ୟାସବୋର୍ଡ ଏବଂ ଏକ ବହୁସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ଉପଯୋଗ କରି ଏହା ସମାଜର ଦୁର୍ବଳ ସମ୍ପ୍ରଦାୟକୁ ସ୍ୱାସ୍ଥ୍ୟସେବା, ବିଶୁଦ୍ଧ ଜଳ ଏବଂ ଶିକ୍ଷା ଭଳି ଅତ୍ୟାବଶ୍ୟକ ସେବାର ଉତ୍ତରଦାୟୀ ଏବଂ ପ୍ରଭାବଶାଳୀ ବିତରଣକୁ ସୁନିଶ୍ଚିତ କରିବ। ଓଡ଼ିଶା ସାମୁଦ୍ରିକ ବୋର୍ଡ ଏବଂ ପାରାଦୀପ ବନ୍ଦର ପ୍ରାଧିକରଣ ସହଭାଗିତାରେ 22,700 କୋଟି ଟଙ୍କା ବିନିଯୋଗରେ କେନ୍ଦ୍ରାପଡ଼ାରେ ଏକ ଜାତୀୟ ବୃହତ୍ ଜାହାଜ ନିର୍ମାଣ କ୍ଲଷ୍ଟର ପ୍ରତିଷ୍ଠା କରାଯାଉଛି। ସାଗରମାଳା ଫାଇନାନ୍ସ କର୍ପୋରେସନ ଲିମିଟେଡ୍ର 21,500 କୋଟି ଟଙ୍କା ସହାୟତାରେ ଗଞ୍ଜାମର ବାହୁଡ଼ା ମୁହାଁରେ ଏକ ସବୁଦିନିଆ ସାଟେଲାଇଟ୍ ବନ୍ଦର ନିର୍ମାଣ କରାଯାଉଛି। ଆଭ୍ୟନ୍ତରୀଣ କାର୍ଗୋ ପରିବହନର ଉନ୍ନତି ଆଣିବା ପାଇଁ 12,200 କୋଟି ଟଙ୍କା ବିନିଯୋଗରେ ଜାତୀୟ ଜଳପଥ 5 କାର୍ଯ୍ୟକ୍ରମ ହେବ। ପୁରୀରେ 500 କୋଟି ଟଙ୍କା ବ୍ୟୟରେ ଏକ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ ପର୍ଯ୍ୟଟନ ଏବଂ ବିଶ୍ୱ ସଂଯୋଗକୁ ବୃଦ୍ଧି କରିବ। ରାଜ୍ୟ ରାଜପଥ ଏବଂ ପ୍ରମୁଖ ଜିଲ୍ଲା ସଡ଼କଗୁଡ଼ିକର ଉନ୍ନତିକରଣ କରିବା, ପ୍ରମୁଖ ସେତୁ ନିର୍ମାଣ ଏବଂ ସହରାଞ୍ଚଳରେ ସୁଗମ ଯାତାୟାତ ପାଇଁ ସଡ଼କ ବିକାଶ କାର୍ଯ୍ୟକ୍ରମ ଅଧୀନରେ ମୁଁ 7,500 କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ରଖୁଛି। ଏହି ଯୋଜନାରେ ଅଧୀନରେ ଜୟଦେବ ବିହାର, ନନ୍ଦନକାନନ ରାସ୍ତାର ଉନ୍ନତି, କୋଠାବାଡ଼ି ନଦୀ ଉପରେ ଦ୍ୱିତୀୟ ଉଚ୍ଚସ୍ତରୀୟ ସେତୁ ସୁଭାଷ ବୋଷ ସେତୁ ନିର୍ମାଣ, କେନ୍ଦୁଝର ବାଇପାସ୍ର ନିର୍ମାଣ, ଜାତୀୟ ରାଜପଥ 53 MCL ଛକରୁ ବୈଜାମୁଣ୍ଡା ଗ୍ରାମ ଛକ ପର୍ଯ୍ୟନ୍ତ ବୁର୍ଲା ରିଙ୍ଗର ନିର୍ମାଣ, ଭବାନୀପାଟଣା ଖରିଆର ରାସ୍ତା, ଷ୍ଟେଟ୍ ହାଇୱେ 16ର ପ୍ରଶସ୍ତୀକରଣ ଏବଂ ସୁଦୃଢ଼ୀକରଣ, ଫୁଲନଗରା ନିଆଳି ମାଧବ ରାସ୍ତାର ଉନ୍ନତିକରଣ ଏବଂ ନରସିଂହପୁର ଏବଂ ବାଲିପୁଟ ମଧ୍ୟରେ ମହାନଦୀ ଉପରେ ଏକ HL ସେତୁ ନିର୍ମାଣ ପ୍ରକଳ୍ପ ପାଇଁ ଯଥେଷ୍ଟ ବ୍ୟୟ ବରାଦ କରାଯାଇଛି।
ଆଞ୍ଚଳିକ ବିମାନ ସଂଯୋଗକୁ ଆହୁରି ସୁଦୃଢ଼ କରିବା, ଶେଷ ମାଇଲ ପର୍ଯ୍ୟନ୍ତ ପହଞ୍ଚିବା ଏବଂ ପର୍ଯ୍ୟଟନ ଓ ଜରୁରୀକାଳୀନ ସେବା ପାଇଁ ସତୀଭଟା, ଜମାଦାରପାଲି, ଦାନବୋସ, ରାଇସୁଆ, ତୁଷରା, ଅମରଦା ରୋଡ୍ ଏବଂ ଗତମାରେ ନୂତନ ବିମାନ ବନ୍ଦର ବିକାଶ ଏବଂ ନବରଙ୍ଗପୁର ଫୁଲବାଣୀ ଓ ତାରାତାରିଣୀଠାରେ ନୂତନ ହେଲିପୋର୍ଟର ବିକାଶ କରାଯାଉଛି। ଏଥିପାଇଁ 2026-27 ଆର୍ଥିକ ବର୍ଷରେ 511 କୋଟି ଟଙ୍କାର ବ୍ୟୟବରାଦର ପ୍ରସ୍ତାବ ଅଛି। ଓଡ଼ିଶାର ରେଳ ପରିବହନ ଇକୋସିଷ୍ଟମକୁ ମଜବୁତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଉଥିବା ନିରନ୍ତର ତଥା ସକ୍ରିୟ ପଦକ୍ଷେପ ଉପରେ ମୁଁ ଆଲୋକପାତ କରିବାକୁ ଚାହେଁ। ରାଜ୍ୟ ସରକାର ବର୍ତ୍ତମାନ ଜୟପୁର ମାଲକାନଗିରି, ଜୟପୁର ନବରଙ୍ଗପୁର, ପୁରୀ କୋଣାର୍କ, ବରଗଡ଼ ନୂଆପଡ଼ା ଏବଂ ଖୋର୍ଦ୍ଧା ରୋଡ୍ ବଲାଙ୍ଗୀର ରେଳ ପ୍ରକଳ୍ପ ସମେତ ପ୍ରମୁଖ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଏବଂ ଏହାର ପ୍ରତିବଦ୍ଧ ଅଂଶ ପାଇଁ 2026-27 ଆର୍ଥିକ ବର୍ଷରେ 450 କୋଟି ଟଙ୍କା ବର୍ଦ୍ଧିତ ବ୍ୟୟବରାଦ ପାଇଁ ପ୍ରସ୍ତାବ ଦେଇଛି। ବିକାଶରେ ଆଞ୍ଚଳିକ ଅସନ୍ତୁଳନକୁ ଦୂର କରିବା ପାଇଁ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ WODC ପାଇଁ 500 କୋଟି, ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ SODC ଏବଂ ଉତ୍ତର ଓଡ଼ିଶା ବିକାଶ ପରିଷଦ NODC ପାଇଁ 200 କୋଟି ଟଙ୍କା ଏବଂ କେବିକେ ଜିଲ୍ଲାର ଭିତ୍ତିଭୂମି ବିକାଶ ପାଇଁ 250 କୋଟି ଟଙ୍କା ଆବଣ୍ଟନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହା ବ୍ୟତୀତ MLLR ଯୋଜନା ଅଧୀନରେ 735 କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରହିଛି। ଏହା ବ୍ୟତୀତ 2026-27 ଆର୍ଥିକ ବର୍ଷରେ ନିର୍ବାଚନ ମଣ୍ଡଳୀ ୱାରି ଆବଣ୍ଟନ ପାଇଁ ଆଉ 122 କୋଟି ଟଙ୍କା ବ୍ୟୟବରାଦ କରିବାକୁ ମୁଁ ପ୍ରସ୍ତାବ ଦେଉଛି। ମୁଁ ଆଶା କରୁଛି ସମସ୍ତ ମାନ୍ୟବର ବିଧାୟକ ଏହି ପାଣ୍ଠିକୁ ନିଜ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ପ୍ରଭାବଶାଳୀ ଭାବରେ ବ୍ୟବହାର କରିବେ। ସହର ରୂପାନ୍ତରଣ କ୍ଷେତ୍ରରେ ବର୍ତ୍ତମାନ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରୁଛି। ମୁଁ ସହରାଞ୍ଚଳ ବିକାଶ ଯୋଜନା ଏବଂ ପ୍ରକଳ୍ପ ପାଇଁ 10,738 କୋଟି ଟଙ୍କା ବିନିଯୋଗ କରିବାକୁ ପ୍ରସ୍ତାବ ଦେଉଛି, ଯାହା ପୂର୍ବ ବର୍ଷର ଆବଣ୍ଟନ ତୁଳନାରେ 7.25% ଅଧିକ। ନୂତନ ପଦକ୍ଷେପ ଯଥା ଲିଭେବଲ୍ ସିଟିଜ୍ ମିଶନ ଓ 8 ମଡେଲ ଇଣ୍ଡଷ୍ଟ୍ରିଆଲ ସିଟିଜ୍ ପ୍ରୋଗ୍ରାମ ଅଧୀନରେ 50ରୁ ଅଧିକ ସହରକୁ ଅନ୍ତର୍ଭୁକ୍ତି କରି ଆମ ସରକାର ସୁଲଭ ଗୃହ 24x7 ଜଳ ଯୋଗାଣ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ସାଧାରଣ ପରିବହନ, ଚାଲିବା ଯୋଗ୍ୟ ରାସ୍ତା ଏବଂ ସବୁଜ ଏବଂ ଖୋଲା ସ୍ଥାନରେ ବ୍ୟବସ୍ଥା କରୁଛନ୍ତି। ଏହିସବୁ କାର୍ଯ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଚାଲୁଥିବା ଯୋଜନାମାନଙ୍କର ସମ୍ପୂର୍ଣ୍ଣ ଉପଯୋଗ ମାଧ୍ୟମରେ କରାଯିବ। ଗୁରୁତ୍ୱପୂର୍ଣ୍ଣ ସହରୀ ଭିତ୍ତିଭୂମି ବ୍ୟବଧାନକୁ ଦୂର କରିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 1,161 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ଦେଉଛି। ସହରୀ ଜଳବାୟୁର ସହନଶୀଳତା ନିମନ୍ତେ ରାଉରକେଲା ସହିତ ଅନ୍ୟ ସହରର ବର୍ଷା ଜଳ ନିଷ୍କାସନ ଓ ନର୍ଦ୍ଦମା ପ୍ରକଳ୍ପ ପାଇଁ 620 କୋଟି ଟଙ୍କାର ବ୍ୟୟବରାଦର ପ୍ରସ୍ତାବ ରଖାଯାଇଛି। ନଗଦ ପରିବହନର ଆଧୁନିକୀକରଣ ନିମନ୍ତେ ସହରାଞ୍ଚଳ ପରିବହନ ଭିତ୍ତିଭୂମିର ବିକାଶ ସହିତ PME-ବସ୍ ସେବା ଯୋଜନାରେ 373 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରଖାଯାଇଛି। ନଗର ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ ନାମରେ 100 କୋଟି ଟଙ୍କାର ବ୍ୟୟବରାଦର ଏକ ନୂଆ ଯୋଜନା ଆରମ୍ଭ କରାଯାଉଛି। ଏହି ନୂତନ ପଦକ୍ଷେପ ଅନ୍ୟ ସହରାଞ୍ଚଳ ଭିତ୍ତିଭୂମି ଯୋଜନାର ସମନ୍ୱୟ ଏବଂ ପ୍ରମୁଖ ସହରଗୁଡ଼ିକର ବ୍ୟାପକ ବିକାଶ କରିବା ସହିତ ବାସଯୋଗ୍ୟ ହେବା ପାଇଁ ମୌଳିକ ସହରୀ ସୁବିଧା ଯୋଗାଇ ଦିଆଯିବ। ଏହା ସହିତ ସମୃଦ୍ଧ ସହର ଯୋଜନା ଅଧୀନରେ 320 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରଖୁଛି, ଯେଉଁଥିରେ କ୍ଷେତ୍ର ସର୍ଭେ, ରାସ୍ତା ଭିତ୍ତିଭୂମି, ସରେଜ ଏବଂ ବିଦ୍ୟୁତକରଣ ଭଳି ଅତ୍ୟାବଶ୍ୟକୀୟ ଉପଯୋଗିତାକୁ ଅନ୍ତର୍ଭୁକ୍ତ କରି ବ୍ୟାପକ ନଗର ଯୋଜନା, ନୂତନ ସହର ବିକାଶ ଏବଂ ଅଭିବୃଦ୍ଧି ହବ୍ ଭାବରେ ସହର ପାଇଁ ନିବେଶ ଅନ୍ତର୍ଭୁକ୍ତ ଏବଂ ବିଶେଷ ଭାବରେ ଭୁବନେଶ୍ୱର, କଟକ, ପୁରୀ, ପାରାଦ୍ୱୀପ ଅର୍ଥନୈତିକ କ୍ଷେତ୍ର BCPPER ଏବଂ ସମ୍ବଲପୁର ଏବଂ ବ୍ରହ୍ମପୁର ଭଳି ପ୍ରମୁଖ ସହରାଞ୍ଚଳ କ୍ଲଷ୍ଟରଗୁଡ଼ିକୁ ଲକ୍ଷ୍ୟ ରଖାଯାଇଛି। ସହରାଞ୍ଚଳରେ ସମ୍ପତ୍ତି ପୋଷଣୀୟତା ଏବଂ ଜୀବିକା ସୃଷ୍ଟି ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ପାର୍କ ଏବଂ ବ୍ୟାୟାମଶାଳାର ରକ୍ଷଣାବେକ୍ଷଣ ପାଇଁ ସହରାଞ୍ଚଳ ମଜୁରୀ ନିଯୁକ୍ତି ପାଇଁ 200 କୋଟି ଟଙ୍କା ପ୍ରଦାନ କରାଯାଇଛି। ସହରର ସମସ୍ତଙ୍କୁ ସୁରକ୍ଷିତ ପାନୀୟ ଜଳ ଯୋଗାଇବା ମଧ୍ୟ ଆମ ସରକାରଙ୍କର ପ୍ରାଥମିକତା ଅଟେ। ଏଥିନିମନ୍ତେ ସୁଜଳା ଏବଂ ଅମୃତ 2.0 ଯୋଜନା ଅଧୀନରେ ସମୁଦାୟ 1,767 କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ଦେଉଛି। ପରିମଳ ସହରୀ ମର୍ଯ୍ୟାଦାର ମୂଳ ଆଧାର ଅଟେ
ଏକ ସ୍ୱଚ୍ଛ ଓଡ଼ିଶା ଗଢ଼ିବା ପାଇଁ 710 କୋଟି ଟଙ୍କାର ପ୍ରସ୍ତାବ ଦେଉଛି। ଏଥିମଧ୍ୟରୁ ସ୍ୱଚ୍ଛ ଓଡ଼ିଶା ପାଇଁ 280 କୋଟି ଟଙ୍କା, ସ୍ୱଚ୍ଛ ଭାରତ ମିଶନ ପାଇଁ 430 କୋଟି ଟଙ୍କାର ଉପଲବ୍ଧ ରହିଛି। ଏହା ମାଧ୍ୟମରେ ପୁରୁଣା ବର୍ଜ୍ୟବସ୍ତୁର ଜୈବ ପ୍ରତିକାରକୁ ତ୍ୱରାନ୍ୱିତ କରିବ, ବର୍ଜ୍ୟରୁ ଶକ୍ତି ଉତ୍ପାଦନ ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଭିତ୍ତିଭୂମିର ଆଧୁନିକୀକରଣ କରିବା ସହିତ ଏକ ସ୍ଥାୟୀ, ସୁସ୍ଥ ଏବଂ ପ୍ରଦୂଷଣ ମୁକ୍ତ ସହର ନିର୍ମାଣ କରିପାରିବ। ସୁଲଭ ଗୃହ ସହରାଞ୍ଚଳ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ, ଯାହା ଭିଜନ ଡକ୍ୟୁମେଣ୍ଟସ୍ ବିକଶିତ ଓଡ଼ିଶା ଉପରେ ବିକଶିତ ଭାରତରେ ପ୍ରତିଫଳିତ ହୋଇଛି। ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଆମେ PMAY ଅର୍ବାନ୍ 2.0 କାର୍ଯ୍ୟକାରୀ କରୁଛୁ। ଏହା ବ୍ୟତୀତ ଆର୍ଥିକ ଦୁର୍ବଳ ବର୍ଗର ହିତାଧିକାରୀମାନଙ୍କୁ ସୁଲଭ ଗୃହ ଯୋଗାଇ ଦେବା ନିମନ୍ତେ ଆମେ ଆହୁରି ଅନେକ ପଦକ୍ଷେପ ନେଉଛୁ। ତେଣୁ ମୁଁ ଏକ ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ନିର୍ମାଣ ୟୁନିଟ୍ ବିକାଶ ପାଇଁ ସହରାଞ୍ଚଳ ଲାଭାର୍ଥୀ ସହାୟତା PMAY ସହରୀ ବନ୍ଧୁ ପ୍ରସ୍ତାବ ଦେଉଛି, ଯାହା ଭାରତ ସରକାରଙ୍କର ଯୋଜନାକୁ ପରିପୂରକ କରିବ, ରାଜ୍ୟକୁ ଉକ୍ତ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ। ଏହି ପରିପ୍ରେକ୍ଷୀରେ ଏହା ଉଲ୍ଲେଖଯୋଗ୍ୟ ଯେ ଆମେ ସାରା ରାଜ୍ୟରେ PMAY 2.0 ଅଧୀନରେ ଯଜ୍ଞଭୂମିହୀନ ହିତାଧିକାରୀଙ୍କୁ ସୁଲଭ ମୂଲ୍ୟରେ ଆବାସ ଯୋଗାଇବାକୁ ଯୋଜନା କରୁଛୁ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରତିବର୍ଷ ଆମ ରାଜ୍ୟର ପ୍ରାୟ 50 ଏକର ଜମି ଚିହ୍ନଟ କରି ଏହି ଯୋଜନାକୁ ସଫଳ କରାଯିବ। ଏହି ଉଦ୍ଦେଶ୍ୟର ନିମନ୍ତେ ମୁଁ 2026-23 ବର୍ଷର ଗୃହ ନିର୍ମାଣ ପାଇଁ 1,160 କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖିଛି। ଏଥିମଧ୍ୟରୁ PMAY G ଅଧୀନରେ 2,450 କୋଟି ଟଙ୍କା, PM ଜନ୍ମନ ଅଧୀନରେ 30 କୋଟି ଟଙ୍କା, PMAY 2.0 ଅଧୀନରେ 565 କୋଟି ଟଙ୍କା, ଅନ୍ତର୍ଦ୍ଦୟ ଗୃହ ଯୋଜନା ଅଧୀନରେ 2,000 କୋଟି ଟଙ୍କା ଏବଂ PMAY ଅର୍ବାନ୍ ବନ୍ଧୁ ଅଧୀନରେ 120 କୋଟି ଟଙ୍କା ବ୍ୟୟବରାଦ ଅନ୍ତର୍ଭୁକ୍ତ ଅଟେ। ଗୃହ, କୃଷି ଏବଂ ଶିଳ୍ପ ପାଇଁ 24x7 ବିଦ୍ୟୁତ୍ ଯୋଗାଣକୁ ସୁନିଶ୍ଚିତ କରିବା ସହିତ ଉତ୍ପାଦନ କ୍ଷମତାକୁ ମଜବୁତ କରିବା ଏବଂ ସଞ୍ଚାରଣ ଏବଂ ବିତରଣ ବ୍ୟବସ୍ଥାର ଆଧୁନିକୀକରଣ ଏକ ପ୍ରମୁଖ ପ୍ରାଥମିକତା ହୋଇ ରହିଛି। 2026-27 ଆର୍ଥିକ ବର୍ଷ ପାଇଁ ଶକ୍ତି କ୍ଷେତ୍ରର ବିଭିନ୍ନ ପ୍ରକଳ୍ପ ନିମନ୍ତେ ମୁଁ 4,505 କୋଟି ଟଙ୍କା ବ୍ୟୟବରାଦରେ ପ୍ରସ୍ତାବ ଦେଉଛି। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ଅଧୀନରେ ଆମ ସରକାର ଉଭୟ ବିତରଣ ସଞ୍ଚାରଣ କ୍ଷେତ୍ରରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ ଅକ୍ଷୟ ଶକ୍ତି ପ୍ରକଳ୍ପ ଏବଂ ସବୁଜ ଶକ୍ତି ପ୍ରକଳ୍ପ ଉପରେ ସହାୟତା ପ୍ରଦାନ କରୁଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଜାରି ରଖିବା ଏବଂ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ବିତରଣ ପ୍ରଣାଳୀ ସଶକ୍ତିକରଣ ପ୍ରକଳ୍ପ ODSSP ଅଧୀନରେ 800 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ଏବଂ MMSBY ଅଧୀନରେ ସବୁଜ ଶକ୍ତି ସ୍ଥାନାନ୍ତରଣ ଏବଂ ଟ୍ରାନ୍ସମିଶନ କରିଡର ପ୍ରକଳ୍ପ ପାଇଁ 249 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପୁନଶ୍ଚ ମୁଁ ହାଇ ଭୋଲ୍ଟେଜ୍ ଟ୍ରାନ୍ସମିଶନ ନେଟୱାର୍କକୁ ସଶକ୍ତ କରିବା ସହିତ ସେଗୁଡ଼ିକର ସଂରକ୍ଷିତ ଭବିଷ୍ୟତ ପାଇଁ 550 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ଦେଉଛି। ପାରମ୍ପରିକ ଶକ୍ତିର ଦକ୍ଷ ଏବଂ ସ୍ୱଚ୍ଛ ବ୍ୟବହାର ସୁନିଶ୍ଚିତ କରିବା ସହିତ ଅକ୍ଷୟ ଶକ୍ତି ସମ୍ପ୍ରସାରଣ ଉପରେ ଆମର ଲକ୍ଷ୍ୟ ରହିଛି। ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଯୋଜନା ଅଧୀନରେ ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ ପ୍ରକଳ୍ପର ବିକାଶ ପାଇଁ 200 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାକୁ ପୂରଣ କରିବା ପାଇଁ ଗୃହ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ ପାଇଁ ରାଜ୍ୟ ସରକାର ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରିବେ। ଏହି ପ୍ରକଳ୍ପରେ ଆର୍ଥିକ ସହାୟତା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା 495 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ ଅଭିଯାନ ଅଧୀନରେ ଆମ ସରକାର ଶକ୍ତି ବ୍ୟବହାର କୁଶଳତା, ଶକ୍ତି ସଂରକ୍ଷଣ ଏବଂ ଜନସଚେତନତାକୁ ପ୍ରୋତ୍ସାହିତ କରିବେ। ଆମ ସରକାର ସମଗ୍ର ରାଜ୍ୟରେ ଏବଂ ରାଜ୍ୟ ବାହାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ, ପ୍ରଚାର ଓ ପ୍ରସାର ନିମନ୍ତେ ସମସ୍ତ ପ୍ରୟାସ କରିବେ। ଏଣୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବ୍ୟୟବରାଦ ପରିମାଣ 615 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହାକି ଗତ ବର୍ଷ ତୁଳନାରେ ଅଧିକ। 800 କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ, ଯାହା ଓଡ଼ିଶାର ଐତିହାସିକ, ପ୍ରତ୍ନତାତ୍ତ୍ୱିକ ଏବଂ ମାନବତତ୍ତ୍ୱ ଭିତ୍ତିକ ଐତିହ୍ୟକୁ ପ୍ରଦର୍ଶିତ କରିବ। ଏହା ପର୍ଯ୍ୟଟନ ଓ ସାଂସ୍କୃତିକ ଗବେଷଣାକୁ ନୂଆ ଦିଗ ଦେବା ସହ ଓଡ଼ିଶାର ଯୁବପିଢ଼ି, ଗବେଷକ, ସଂସ୍କୃତିପ୍ରେମୀ ଏବଂ ଓଡ଼ିଶା ବାହାରର ଜିଜ୍ଞାସୁମାନଙ୍କର ଓଡ଼ିଶାକୁ ଭଲ ଭାବେ ଜାଣିବାର ସାହାଯ୍ୟ କରିବ। ଦ୍ୱିତୀୟ ପର୍ଯ୍ୟାୟରେ ଆମେ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ଅଧୀନରେ ଆଉ 25ଟି ଗ୍ରାମର ସାମଗ୍ରୀ ବିକାଶ କରିବୁ, ଯେଉଁଥିରେ 40 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଓଡ଼ିଶାର ହସ୍ତତନ୍ତ ହସ୍ତଶିଳ୍ପକୁ ସାଂସ୍କୃତିକ ଗୌରବର
प्रतीक भाव स्थानित करने और हस्ततंत्र बयन और हस्तशिल्प क्षेत्र को एक जीवंत स्थायी और विश्वस्तरीय प्रतिद्वंदितामूलक जीविका क्षेत्र में रूपांतरित करने आमर लक्ष्य। दक्षता उन्नतीकरण डिजाइन एवं उत्पाद क्षेत्र में नवसृजन प्रजुक्ति विद्या उपयोग एवं निश्चित बजार प्रवेश माध्यम बुणाकार एवं कारीगर मानक सशक्त करने स्वदेशी हस्तशिल्पर सुरक्षा जीआई टैग होइतिबा उत्पाद एवं परिवेश अनुकूल उत्पादन मूल्य श्रृंखल को मजबूत करने परिचय गठन ब्रांडिंग एवं रप्तानी सहित महिला और युवक मान अंशग्रहण वृद्धि उपर विशेष गुरुत्व आरोप उपर आमर ध्यान रही। एनिमते मु 382 कोटी टंकार व्यय बराद प्रस्ताव रखुछि। अधिकंतु हस्ततंत्र क्षेत्र पाई मुख्यमंत्री हस्ततंत्र विकास योजना सहित मु दुईटी नूतन योजना यथा मुख्यमंत्री वन शिल्प विकास योजना एवं मुख्यमंत्री रेशम विकास योजना पाई प्रस्ताव दूची जहाँ 2026-27 आर्थिक वर्ष में कार्यकारी हेब। एनिमते मु 102 कोटी टंकार व्यय बराद प्रस्ताव रखुछि। पिपिलिर चांदुआ होउछि एक जीआई टैग प्राप्त हस्तकला सामग्री। यही रंगीन पारंपरिक हस्तशिल्प श्री जगन्नाथ मंदिर परंपरा सहित दृढ़ भाव में जड़ित। अनेक शिल्पी परिवार जीविका यह निर्भर करती। नुआ जातीय राजपथ जो सेमानकर बजार पर्यटकों दृष्टि आढ़ुल रही जाउछि जहाद्वारा पर्यटकों आगमन ह्रास पाउछि एवं बिक्री उपर प्रभाव पड़ुछि। तेणु पर्यटकों को आकृष्ट करने एवं पुराना हस्तशिल्प को विकसित करने पिपिली टोल प्लाजा निकट में समस्त आधुनिक सुविधा सहित एक नूतन पिपिली चांदुआ बजार निर्माण पर आम सरकार योजना रखिछन्ति। आम सरकार ओडिशा विजन 2036 एवं 2047 सुसहत एक योजनाबद्ध समावेशी एवं पोषणीय पर्यटन रणनीति अनुसरण करुछन्ति। कार्यक्रम भित्तिक पर्यटन को प्रोत्साहित करने सामग्रिक गंतव्यस्थल विकास को समर्थ करने एवं एक विविध तथा प्रतिरोधक्षम पर्यटन पोर्टफोलियो निर्माण करने उद्देश्य मु पर्यटन क्षेत्र करने मोट 1023 कोटी टंकार व्यवस्था करने को प्रस्ताव दूची जहाँ गत वर्ष आवंटन तुलन में प्राय 25% अधिक। पर्यटन क्षेत्र में पुंजी विनियोग को अधिक आकर्षक करने नूतन पर्यटन क्षेत्र गुड़िक प्रोत्साहन एवं निवेशक प्रोत्साहन राशि त्वरित वितरण पर ओडिशा पर्यटन संशोधन नीति 2026 कार्यकारी करने को प्रस्ताव दूची। विकसित ओडिशा विजन 2036 एवं 2047 अधीन आतिथ्य एवं पर्यटन क्षेत्र में भित्तिभूमि वृद्धि पाउथिबा भूमि आवश्यकता को पूरण करने आम एक नूतन पर्यटन लैंड बैंक योजना आरंभ करुछु। 2047 सुधा 5 कोटी अधिक घरोई एवं 7 लाख विदेशी पर्यटकों को आकर्षित करने एवं 25,000 होटेल प्रकोष्ठ सृष्टि करने को राज्य सरकार लक्ष्य रखिछन्ति। एथिपाई अग्राधिकार भित्ति 15टी गंतव्य स्थल में जमी चिन्हट करा इडको द्वारा जांच एवं प्रक्रियाकरण चली। जमी अधिकरण प्रीमियम देय पैठ एवं प्राथमिक भित्तिभूमि विकास 2026-27 लगी 150 कोटी टंका व्यय बराद होइछि। आम सरकार सांस्कृतिक अभिव्यक्ति पर्यटन विकास जलवायु परिवर्तन सहनशीलता एवं स्थानीय लोकंकर जीविका आधार में संबलपुर कटक महानदी भुवनेश्वर दयानदी बारिपदारे बुढ़ाबलंग एवं अन्य एक स्थान में बैतरणी नदी तट एभली 5टी स्थान में नदी तटर सामग्रिक विकास करेंगे। आउ एथिपाई 500 कोटी टंका प्रकल्पर परिकल्पना कराई। मु गृह और नगर उन्नयन विभाग कार्यक्रम बजेट में 100 कोटी टंका एवं जलसंपद विभाग अधीन 80 कोटी टंका व्यय बराद प्रस्ताव रखी। आम सरकार अभड़ा समलई एकाम्र एवं अन्यान्य मंदिर एवं ऐतिह्य विकास प्रकल्प अधीन अटकी रही कार्यगुड़ी को संपूर्ण करुछन्ति। चलित वर्ष आम तारिणी पीठ में भित्तिभूमि उन्नतीकरण एवं जरंदारे महिमा गादी निर्माण कार्य हाथ को नहींछु। केन्द्रापड़ार तुलसी क्षेत्र एवं जाजपुर विरजा क्षेत्र में समान ढांचे उन्नति कराजिबो। एहा व्यतीत आम खलियापाली रे संत भीम भई समाधिपीठ विकास करूँ एवं एथिपाई 35 कोटी टंका मूल्यर एक उत्सर्गीकृत प्रकल्प योजना करा जायछि। आम सरकार पुरी रे एक सामुद्रिक विश्वस्तरीय आक्वारियम प्रतिष्ठा करने को प्रस्ताव देइछन्ति जहाँ पर्यटक मानक समानकर रहणी पाई उत्साहित करिवो। स्थानीय अंचल
ନିବେଶକୁ ବୃଦ୍ଧି କରିବ ଏବଂ ଆଞ୍ଚଳିକ ଅର୍ଥନୀତିକୁ ସମୃଦ୍ଧ କରିବ। ଗ୍ରାମାଞ୍ଚଳ ଓ ଉଦୀୟମାନ ପର୍ଯ୍ୟଟନ ସ୍ଥଳରେ ହୋମଷ୍ଟେ ବିକାଶକୁ ପ୍ରୋତ୍ସାହିତ କରିବା, ସ୍ଥାନୀୟ ଜୀବିକା ସୃଷ୍ଟି କରିବା ସହିତ ପରିଦର୍ଶକମାନଙ୍କୁ ପ୍ରମାଣିକ ଏବଂ ନିମଞ୍ଜିତ ଅନୁଭୂତି ପ୍ରଦାନ କରି ଗୋଷ୍ଠୀଭିତ୍ତିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ମୁଁ ଓଡ଼ିଶା ହୋମଷ୍ଟେ ଏଷ୍ଟାବ୍ଲିଶମେଣ୍ଟ ସ୍କିମ୍ ନାମକ ଏକ ନୂତନ ପଦକ୍ଷେପ ଲାଗି ମଧ୍ୟ ପ୍ରସ୍ତାବ ଦେଉଛି। ଆମେ ଇକୋ ଟୁରିଜିମ୍ ଉପରେ ଧ୍ୟାନ ଦେଉଛୁ। 2026-27 ଆର୍ଥିକ ବର୍ଷରେ ବର୍ତ୍ତମାନ 55ଟି ସ୍ଥାନ ସହିତ କଟକ ଜିଲ୍ଲାର ବାଲିପୁଟ, ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ, ନୌଆନା ଓ କରଞ୍ଜିଆ ଦେଉକୁ ଆମେ ଆଉ 3ଟି ଗନ୍ତବ୍ୟସ୍ଥଳ ଭାବରେ ଯୋଡ଼ିବୁ। ପରିଦର୍ଶକଙ୍କର ଅନୁଭୂତିକୁ ବିଶ୍ୱ ମାନକ ସହିତ ସମାନ କରିବା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂତନ ମାଷ୍ଟର ପ୍ଲାନ୍ କାର୍ଯ୍ୟକାରୀ ହେବ। ଜଙ୍ଗଲ ଏବଂ ବନ୍ୟପ୍ରାଣୀ କ୍ଷେତ୍ରରେ ଓଡ଼ିଶାର ଲକ୍ଷ୍ୟ ହେଉଛି ପରିବେଶ ସୁରକ୍ଷା, ଜୈବ ବିବିଧତା ସଂରକ୍ଷଣ ଏବଂ ପ୍ରକୃତି ସହିତ ସମନ୍ୱୟ ରକ୍ଷା କରି ନିରନ୍ତର ଜୀବିକା ହାସଲ କରିବା, ଯାହା ପରିବେଶ ସନ୍ତୁଳନ ରକ୍ଷା ଏବଂ ପରିବେଶ ସହନଶୀଳତା ପାଇଁ ଓଡ଼ିଶା ଭିଜନ 2036 ଏବଂ 2047 ସହିତ ତାଳମେଳ ଖାଉଛି। ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ପଦକ୍ଷେପ ପାଇଁ 1906 କୋଟି ଟଙ୍କା ବ୍ୟୟବରାଦରେ ମୁଁ ପ୍ରସ୍ତାବ ଦେଉଛି। ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଐତିହାସିକ ଚାରାରୋପଣ ପଦକ୍ଷେପ ଏକ पेड़ माँ के नाम ଅଭିଯାନ ସବୁଜିମା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ମୁକାବିଲା କରି ଉଭୟ ମା ଏବଂ ଧରିତ୍ରୀ ମାତାକୁ ସମ୍ମାନିତ କରିବାକୁ ଲକ୍ଷ୍ୟ ରଖିଛି। ଏହି ଐତିହାସିକ ବୃକ୍ଷରୋପଣ ଅଭିଯାନର ଏକ ଅଂଶ ଭାବରେ ଚଳିତ ବର୍ଷ ଆମେ ପ୍ରାୟ 7.5 କୋଟି ଚାରାରୋପଣ କରିଛୁ, ଯାହା ରାଜ୍ୟର ସମସ୍ତ 30ଟି ଜିଲ୍ଲାରେ କରାଯାଇଥିଲା। ଆସନ୍ତା ବର୍ଷ ମଧ୍ୟ ଆମେ ଏହି ମହାନ କାର୍ଯ୍ୟକ୍ରମକୁ ଜାରି ରଖିବୁ। ଡିଏମ୍ଏ ପାଣ୍ଠି ଏବଂ ରାଜ୍ୟ ବଜେଟ୍ରୁ 91 କୋଟି ଟଙ୍କାର ପ୍ରକଳ୍ପ ବ୍ୟୟରେ କେନ୍ଦୁଝର ଜିଲ୍ଲାର ସାନଘାଗରାଠାରେ ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ରର ଏକ ଉପକେନ୍ଦ୍ର ପ୍ରତିଷ୍ଠା ପାଇଁ ମୁଁ ପ୍ରସ୍ତାବ ଦେଉଛି। କେନ୍ଦୁପତ୍ର ତଳୁଥିବା ଲୋକଙ୍କ ସୁବିଧା ନିମନ୍ତେ ମୁଁ ପରିମଳ ଏବଂ ପାନୀୟ ଜଳ ସୁବିଧା ପାଇଁ 7 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ଦେଉଛି। ଆମେ ଆଗାମୀ ବର୍ଷ ଆମର ପ୍ରୟାସ ଜାରି ରଖିବାକୁ ଯୋଜନା କରୁଛୁ। 2026-27 ଆର୍ଥିକ ବର୍ଷ ପାଇଁ ଚିଲିକା ହ୍ରଦର ଏକତ୍ରୀକରଣ ଏବଂ ପରିବେଶ ଅନୁକୂଳ ପୁନରୁଦ୍ଧାର କାର୍ଯ୍ୟ ଅଧୀନରେ ପରିବେଶ ଏବଂ ଭୂ ରୂପଗତ ଅସ୍ଥିରତାକୁ ଦୂର କରିବା, ଜୁଆର ଯିବା ଆସିବା ପଥର ପୁନରୁଦ୍ଧାର, ଲବଣାକ୍ତ ସନ୍ତୁଳନରେ ଉନ୍ନତି ଆଣିବା ଏବଂ ମତ୍ସ୍ୟ ସମ୍ପଦ ପୁନର୍ଜୀବିତ କରିବା ପାଇଁ ଲିଡ୍ ଚ୍ୟାନେଲ, ବାଲୁଗାଁ ଚ୍ୟାନେଲ, ମଗରମୁଖ ଚ୍ୟାନେଲ, ପେରି ରୁଟ୍ ଏବଂ ପାଲୁର କେନାଲର ଖନନ କରାଯିବ। ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଦକ୍ଷ ନେତୃତ୍ୱରେ ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଭବିଷ୍ୟତ ପାଇଁ ଏକ ଅଦ୍ଭୁତପୂର୍ବ ମୂଳଦୁଆ ସୃଷ୍ଟି କରିଛି। ଓଡ଼ିଶାର ଆଭିମୁଖ୍ୟ ହେଉଛି ଏହି ଜାତୀୟ ସାମର୍ଥ୍ୟକୁ ବୈଶ୍ୱିକ ପ୍ରାସଙ୍ଗିକତା ସହିତ ସ୍ଥାନୀୟ ସ୍ତରରେ କାର୍ଯ୍ୟକାରୀ କରିବା, ରାଜ୍ୟଗୁଡ଼ିକ କିଭଳି ନିଯୁକ୍ତି ସୃଷ୍ଟି, ଡିଜିଟାଲ ଏକୀକରଣ ଏବଂ ଦୀର୍ଘକାଳୀନ ନିବେଶ ଆକର୍ଷଣର ନେତୃତ୍ୱ ନେଇପାରିବେ ତାହା ପ୍ରଦର୍ଶିତ କରିବା। ଭାରତ ନେତ୍ର ଯୋଜନା ଅଧୀନରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ 2 ଦିନିଆ ବ୍ଲାକ୍ ସ୍ୱାନ୍ ସମ୍ମିଳନୀ ଆୟୋଜିତ ହୋଇଥିଲା। ଭାରତର ପ୍ରଥମ ଥର ପାଇଁ ଆୟୋଜିତ ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଓଡ଼ିଶାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଫିନଟେକ୍ ଏବଂ ଇନ୍ସୁରଟେକ୍ ପାଇଁ ଏକ ଅଭିବୃଦ୍ଧିଶୀଳ ହବ୍ ଭାବରେ ସ୍ଥାନିତ କରିବା ଏବଂ ଭିଜନ 2036-2047 ଲକ୍ଷ୍ୟ ସହିତ ସମନ୍ୱୟ ଆଣିବା। ଏହି କାର୍ଯ୍ୟକ୍ରମରେ 24ଟି ଦେଶରୁ 1700ରୁ ଅଧିକ ପ୍ରତିନିଧି ଏବଂ ପ୍ରାୟ 100 ବିଶ୍ୱସ୍ତରୀୟ ବକ୍ତା ଯୋଗ ଦେଇଥିଲେ, ଯାହା ଏହାର ଅନ୍ତର୍ଜାତୀୟ ମହତ୍ତ୍ୱକୁ ପ୍ରତିପାଦିତ କରୁଛି। ଆମ ରାଜ୍ୟ ଭାରତ ସେମିକଣ୍ଡକ୍ଟର ମିଶନ ପ୍ରୋତ୍ସାହନ ଅଧୀନରେ ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପୁଞ୍ଜିନିବେଶ ସବସିଡ଼ିର ଅତିରିକ୍ତ 50% ପ୍ରଦାନ କରୁଛି। ଆମେ ପୂର୍ବରୁ 6M ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ସିଲିକନ୍ କାର୍ବାଇଡ୍ ସୁବିଧା, ସିଲିକନ୍ କାର୍ବାଇଡ୍ SiC ସୁବିଧା ଏବଂ 3D ଗ୍ଲାସ୍ ସେମିକଣ୍ଡକ୍ଟର ପ୍ଲାଣ୍ଟ ସମେତ 4010 କୋଟି ଟଙ୍କାର ମୋଟ ନିବେଶ ସହିତ ପ୍ରମୁଖ ପ୍ରକଳ୍ପ ଆମେ ଅନୁମୋଦନ କରିସାରିଛୁ। ଆମର
ଓ ଚିପ୍ କାର୍ଯ୍ୟକ୍ରମ ରାଜ୍ୟକୁ ଭାରତର ସେମିକଣ୍ଡକ୍ଟର ଡିଜାଇନ୍ ଇକୋସିଷ୍ଟମ୍ରେ ଏକ ପ୍ରମୁଖ ଯୋଗଦାନକାରୀ ଭାବରେ ସ୍ଥାନିତ କରୁଛି। ଆମେ ଚଳିତ ବର୍ଷ ଏଥିଲାଗି 26 କୋଟି ଟଙ୍କା ବ୍ୟୟବରାଦ କରିଛୁ ଏବଂ ଉନ୍ନତ ଚିପ୍ ଡିଜାଇନ୍କୁ ବଳ ଦେବା, 50ରୁ ଅଧିକ କମ୍ପାନୀ ଗଠନ କରିବା ଏବଂ 6000 ଡିଜାଇନ୍ ନିଯୁକ୍ତି ସୃଷ୍ଟି କରିବା ପାଇଁ 5 ବର୍ଷ ମଧ୍ୟରେ 108 କୋଟି ଟଙ୍କା ବ୍ୟୟବରାଦର ଯୋଜନା କରିଛୁ। ଓଡ଼ିଶାର ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ଆମେ ଡିଜିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରୁଛୁ। ବର୍ତ୍ତମାନର SDCର 3 ଗୁଣ କ୍ଷମତା ବିଶିଷ୍ଟ ଓଡ଼ିଶା ରାଜ୍ୟ ଡାଟା ସେଣ୍ଟର 2.0 କାର୍ଯ୍ୟାନ୍ୱୟନ ହେବ। ଏହା ସହିତ କେନ୍ଦୁଝରରେ ଏକ ପ୍ରସ୍ତାବିତ ବିପର୍ଯ୍ୟୟ ପୁନରୁଦ୍ଧାର ତଥା ଡାଟା କେନ୍ଦ୍ର ମଧ୍ୟ କାର୍ଯ୍ୟକାରୀ ହେଉଛି। ମୁଁ ରାଜ୍ୟ ଡାଟା ସେଣ୍ଟର ପାଇଁ ରାଜ୍ୟ ଭିତ୍ତିଭୂମି ଅଧୀନରେ 41 କୋଟି ଟଙ୍କା ବ୍ୟୟବରାଦ ଲାଗି ପ୍ରସ୍ତାବ ଦେଉଛି। ଏହି କ୍ଷେତ୍ରକୁ ଆବଶ୍ୟକ ଗତି ପ୍ରଦାନ କରିବା ପାଇଁ ଇଲେକ୍ଟ୍ରୋନିକ୍ସ ଏବଂ IT କ୍ଷେତ୍ର ପାଇଁ କାର୍ଯ୍ୟକ୍ରମ ବଜେଟ୍ ଅଧୀନରେ ମୁଁ 1108 କୋଟି ଟଙ୍କାର ପ୍ରସ୍ତାବ ରଖୁଛି। ଏହା ପୂର୍ବ ଆର୍ଥିକ ବର୍ଷର ଆବଣ୍ଟନ ଠାରୁ ଯଥେଷ୍ଟ ଅଧିକ ଅଟେ। ମୁଁ ଖୋର୍ଦ୍ଧା ଜିଲ୍ଲାରେ 77 ଏକର ଜମିରେ ଏକ ଆଇକନିକ୍ ସାଇନ୍ସ ସିଟି ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଉଛି। ଏହା ବିଶ୍ୱମାନର ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ଅନୁବାଦ ଉଦ୍ଭାବନର କେନ୍ଦ୍ର ଅଟେ। ସାଇନ୍ସ ସିଟିକୁ ସମସ୍ତ ବୟସ ବର୍ଗଙ୍କ ପରୀକ୍ଷାମୂଳକ ଶିକ୍ଷା ପାଇଁ ଡିଜାଇନ୍ କରାଯିବ, ଯେଉଁଥିରେ ଅନଲାଇନ୍ ଅନ୍-ସାଇଟ୍ ଇନୋଭେସନ୍ ଲ୍ୟାବ୍ ପାଇଁ ବିଭାଗ ରହିବ। ଆସନ୍ତା 5 ବର୍ଷ ମଧ୍ୟରେ ପ୍ରସ୍ତାବିତ ସାଇନ୍ସ ସିଟି ପାଇଁ ଆମେ ପ୍ରାୟ 300 କୋଟି ଟଙ୍କା ବିନିଯୋଗ କରିବୁ ଏବଂ 2026-27 ବଜେଟ୍ ଅଟକଳରେ ଏହା ଲାଗି 12 କୋଟି ଟଙ୍କା ବ୍ୟୟବରାଦ ମୁଁ ପ୍ରସ୍ତାବ ଦେଉଛି। ଗ୍ଲୋବାଲ ଇନୋଭେସନ୍ ଇଣ୍ଡେକ୍ସରେ ଓଡ଼ିଶାର ସ୍ଥିତି ଏବଂ ମାନ୍ୟତାକୁ ପ୍ରୋତ୍ସାହିତ କରିବା ପାଇଁ ମୁଁ ଓଡ଼ିଶା ରାଜ୍ୟ ଇନୋଭେସନ୍ ମିଶନ ଆରମ୍ଭ କରିବାକୁ ପ୍ରସ୍ତାବ ଦେଉଛି। ଏହା ଯୁବକ ଏବଂ ଉଦ୍ୟୋଗୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ବିଶ୍ଳେଷଣ ଏବଂ ଚିନ୍ତନ କ୍ଷମତା ବୃଦ୍ଧି କରିବା ଦିଗରେ ଏକ ସୃଜନ ଇକୋସିଷ୍ଟମ୍ ପ୍ରତିଷ୍ଠା କରିବ ଏବଂ ଦ୍ରୁତ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି ପାଇଁ ନବସୃଜନକୁ ଏକ ପ୍ରମୁଖ ଆଧାର ଭାବରେ ସ୍ୱୀକାର କରିବ। ପେଟେଣ୍ଟ ସୃଷ୍ଟି, ପ୍ରଯୁକ୍ତି ହସ୍ତାନ୍ତର ଏବଂ ଉଦ୍ୟୋଗୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଉନ୍ନତ ଗବେଷଣା ଏବଂ ଶିଳ୍ପାୟନର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଓଡ଼ିଶା ବାୟୋଟେକ୍ନୋଲୋଜି ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବୁ। ଏହା ରାଜ୍ୟର ଜ୍ଞାନ ଆଧାରିତ ଜୈବ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାକୁ ଏକ ପ୍ରତିଯୋଗିତାମୂଳକ ଜୈବ ପ୍ରଯୁକ୍ତିବିଦ୍ୟାର ଲକ୍ଷ୍ୟସ୍ଥଳୀ ଭାବରେ ଗଢ଼ିବାରେ ସକ୍ଷମ କରିବ। ଯେତେବେଳେ ସରକାରୀ ସଂସ୍ଥାଗୁଡ଼ିକ ସମ୍ବେଦନଶୀଳତାର ସହିତ ଜନସାଧାରଣଙ୍କୁ ଶୁଣିଥାନ୍ତି ଏବଂ ପ୍ରତିକ୍ରିୟା ପ୍ରକାଶ କରନ୍ତି, ସେତେବେଳେ ସରକାରଙ୍କ ଉପରେ ବିଶ୍ୱାସ ସ୍ୱାଭାବିକ ଭାବରେ ବୃଦ୍ଧି ପାଇଥାଏ। ଡିଜିଟାଲ ଏବଂ ସ୍ୱଚ୍ଛ ଶାସନ ବ୍ୟବସ୍ଥା ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରେ ସୁରକ୍ଷା, ସମ୍ମାନ ଏବଂ ନିରପେକ୍ଷତା ସୁନିଶ୍ଚିତ କରି ପ୍ରତ୍ୟେକ ଘରକୁ ସେବା ଯୋଗାଇବ। 2026-27 ବଜେଟ୍ ଆକଳନରେ ଆମେ ଧ୍ୟାନ ଦେବା ପାଇଁ କିଛି ପ୍ରମୁଖ କ୍ଷେତ୍ର ଚିହ୍ନଟ କରିଛୁ। ରାଜ୍ୟ AI ମିଶନ ଏଆଇକୁ ଶାସନ ଏବଂ ସେବା ବିତରଣ ଏକୀକରଣ କରିବା ଦିଗରେ ବିଭାଗଗୁଡ଼ିକୁ ସାହାଯ୍ୟ କରିବ, ଯାହା ରାଜ୍ୟ ଶାସନ ବ୍ୟବସ୍ଥାର ଦକ୍ଷତା, ସଠିକତା ଏବଂ ସମ୍ବେଦନଶୀଳତା ବୃଦ୍ଧି ପାଇଁ ଜରୁରୀ ଅଟେ। ଏଥିସହିତ ଏହା ପ୍ରମାଣ ଭିତ୍ତିକ ନୀତି ନିର୍ଦ୍ଧାରଣକୁ ସକ୍ଷମ କରିବ, ସାର୍ବଜନୀନ ସେବା କ୍ଷେତ୍ରରେ ଉନ୍ନତି ଆଣିବ ଏବଂ ନାଗରିକମାନଙ୍କ ପାଇଁ ଶେଷ ମାଇଲ ବିତରଣକୁ ମଜବୁତ କରିବ। ଏହି ସମନ୍ୱିତ ପ୍ରୟାସ ଆନୁପାତିକ, ନିରାପଦ ଏବଂ ପୁନର୍ବ୍ୟବହାରଯୋଗ୍ୟ କ୍ଷମତା ସୃଷ୍ଟି କରିବ, ଯାହା ସେବାର ଗୁଣବତ୍ତା, ସ୍ୱଚ୍ଛତା ଏବଂ ନାଗରିକମାନଙ୍କର ଲାଗି ଉଦ୍ଦିଷ୍ଟ ସେବାରେ ଉନ୍ନତି ଆଣିବ ଏବଂ ବିକଶିତ ଓଡ଼ିଶା 2036 ଭିଜନରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେବ। ଏକ ନୂତନ ମିଶନ ଭାବରେ ମୁଁ ଏଥିପାଇଁ 23 କୋଟି ଟଙ୍କା ବ୍ୟୟବରାଦ କରିବାକୁ ପ୍ରସ୍ତାବ ଦେଇଛି। ଆମ ସରକାର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ 25ଟି ବିଭାଗରେ ବିଭିନ୍ନ କାର୍ଯ୍ୟକାରୀ ସେବାରେ ପ୍ରାୟ 39,500 ଯୁବକ ନିଯୁକ୍ତି ଦିଆଯାଇଛି ଏବଂ ଅନ୍ୟାନ୍ୟ 23,000 ପଦ ଲାଗି ପ୍ରକ୍ରିୟା ଚାଲୁ ରହିଛି। ଏହା କେବଳ ଆମର ଯୁବକମାନଙ୍କୁ ଗୁଣାତ୍ମକ ନିଯୁକ୍ତି ଯୋଗାଇବ ନାହିଁ, ବରଂ ଜନସେବା ବିତରଣରେ ମଧ୍ୟ ସାହାଯ୍ୟ କରିବ। ଲୋକଙ୍କର ଅଭିଯୋଗ ଶୁଣିବା ଆମର ସର୍ବୋଚ୍ଚ କର୍ତ୍ତବ୍ୟ। ପ୍ରାପ୍ତ ପ୍ରାୟ 15.5 ଲକ୍ଷ ଅଭିଯୋଗ ମଧ୍ୟରୁ 91% ଅଧିକ ଅଭିଯୋଗର ସମାଧାନ ହୋଇସାରିଛି। ପ୍ରଶାସନକୁ କାଗଜମୁକ୍ତ, ଉତ୍ତରଦାୟୀ ଓ ସ୍ୱଚ୍ଛ କରିବା ପାଇଁ ଓଡ଼ିଶା ଷ୍ଟେଟ୍ ଅଶ୍ୱାସକୁ ବ୍ଲକ ଓ ତହସିଲ ମଧ୍ୟରେ ତହସିଲ ସ୍ତର ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବ। PMGSY ପରି ଜାତୀୟ ଯୋଜନାର କଠୋର ମାନକ ସହିତ ମେଳ ଖାଇବା ପାଇଁ ରାଜ୍ୟ ଅନୁଦାନ ପ୍ରାପ୍ତ ଯୋଜନା ଅଧୀନରେ ବିକଶିତ ହେଉଥିବା ସମ୍ପତ୍ତି ପାଇଁ ଏକ ଆନୁଷ୍ଠାନିକ ରାଜ୍ୟ ଗୁଣବତ୍ତା ମନିଟର ବ୍ୟବସ୍ଥା ଆରମ୍ଭ କରାଯିବ। ଏହା ଉଭୟ ନିର୍ମାଣ ପର୍ଯ୍ୟାୟ ଏବଂ ନିର୍ମାଣ ପରବର୍ତ୍ତୀ ତ୍ରୁଟି ଦାୟିତ୍ୱ ଅବଧିରେ ସ୍ୱାଧୀନ ଭାବେ ନିରପେକ୍ଷ ତଦାରଖ କରିବ, ଯାହା ନିର୍ମାଣ ପରେ ତ୍ରୁଟି ଚିହ୍ନଟ ପରିବର୍ତ୍ତେ ତ୍ରୁଟି ନିରାକରଣ ମାଧ୍ୟମରେ ଗୁଣବତ୍ତା ସୁନିଶ୍ଚିତ କରିବ।
ପୁରୁଣା ସେତୁଗୁଡ଼ିକର ପୁନରୁଦ୍ଧାର ଏବଂ ରକ୍ଷଣାବେକ୍ଷଣ ପାଇଁ ଆମେ ସେତୁଗୁଡ଼ିକର ବ୍ୟବସ୍ଥିତ ଯାଞ୍ଚ ଏବଂ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେଇଛୁ। ଏଥିରେ ନିକଟରେ ନିର୍ମିତ ପ୍ରମୁଖ ସେତୁଗୁଡ଼ିକର ସଂରକ୍ଷଣ ଏବଂ ଯୁକ୍ତିଯୁକ୍ତ ପରିଚାଳନା ସହିତ ପୁରୁଣା ସେତୁଗୁଡ଼ିକର ପୁନରୁଦ୍ଧାର ଏବଂ ଦୃଢ଼ତା ଅନ୍ତର୍ଭୁକ୍ତ ଅଟେ। ଆମ ସରକାର ସାର୍ବଜନୀନ ସୁରକ୍ଷା, ନ୍ୟାୟ ପ୍ରଦାନ ବ୍ୟବସ୍ଥା ଓ ସୁଶାସନକୁ ଶକ୍ତିଶାଳୀ କରିବା ପାଇଁ ପ୍ରଯୁକ୍ତି ବିଦ୍ୟା ଆଧାରିତ ଏବଂ ନାଗରିକ କେନ୍ଦ୍ରିକ ସୁଧାରକୁ ପ୍ରାଥମିକତା ଦେଇ ଆସୁଛନ୍ତି। ସୁଭଦ୍ରା ଯୋଜନା ସୁରକ୍ଷା ଦିନରେ ମୁଁ 117 କୋଟି ଟଙ୍କାର ପ୍ରସ୍ତାବ ଦେଉଛି। ଜରୁରୀକାଳୀନ ପ୍ରତିକ୍ରିୟାକୁ ଆହୁରି ସୁଦୃଢ଼ କରିବା ଏବଂ ପୁଲିସ, ଅଗ୍ନିଶମ, ଚିକିତ୍ସା ସେବାରେ ଦ୍ରୁତ ଉପଲବ୍ଧ ସୁନିଶ୍ଚିତ କରିବା ଲାଗି ମୁଁ ଜରୁରୀକାଳୀନ ପ୍ରତିକ୍ରିୟା ସହାୟତା ବ୍ୟବସ୍ଥା ERSS ଡାଏଲ 112 ପାଇଁ 61 କୋଟି ଟଙ୍କାର ପ୍ରସ୍ତାବ ଦେଉଛି। ତଦନ୍ତର ଗୁଣବତ୍ତା ବୃଦ୍ଧି, ନ୍ୟାୟ ପ୍ରଦାନର ଗତି ବଢ଼ାଇବା ଏବଂ ଅପରାଧିକ ନ୍ୟାୟ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କର ଆସ୍ଥା ସୁଦୃଢ଼ କରିବା ପାଇଁ ମୁଁ ସମୟୋପଯୁକ୍ତ ଓ ଉଚ୍ଚ ଗୁଣସ୍ତରୀୟ ଫରେନ୍ସିକ୍ ପରୀକ୍ଷା ପାଇଁ ଫରେନ୍ସିକ୍ ବିଜ୍ଞାନ ଲାବୋରେଟୋରୀ ଗୁଡ଼ିକୁ ସୁଦୃଢ଼ କରିବା ପାଇଁ 30 କୋଟି ଟଙ୍କାର ପ୍ରସ୍ତାବ ଦେଉଛି। ସେହିଭଳି ପୁଲିସ ଥାନାଗୁଡ଼ିକ ଅପରାଧିକ ରେକର୍ଡଗୁଡ଼ିକର ନିରବିଘ୍ନ ଡିଜିଟାଲ ସମନ୍ୱୟ ସୁନିଶ୍ଚିତ କରିବା ପାଇଁ କ୍ରାଇମ୍ ବ୍ରାଞ୍ଚ ଟ୍ରାକିଂ ନେଟୱାର୍କ ଆଣ୍ଡ ସିଷ୍ଟମ ପାଇଁ 33 କୋଟି ଟଙ୍କାର ପ୍ରସ୍ତାବ ଦେଉଛି। ଉଦୀୟମାନ ଡିଜିଟାଲ ବିପଦ ଏବଂ ସାଇବର ଅପରାଧର ମୁକାବିଲା ପାଇଁ ସାଇବର ସୁରକ୍ଷା ଉତ୍କର୍ଷ କେନ୍ଦ୍ର ସ୍ଥାପନା ପାଇଁ ମୁଁ 89 କୋଟି ଟଙ୍କାର ପ୍ରସ୍ତାବ ଦେଉଛି। ଏହି କେନ୍ଦ୍ର ସାଇବର ନିରୀକ୍ଷଣ, ଡିଜିଟାଲ ଫରେନ୍ସିକ୍ ଦକ୍ଷତା ବୃଦ୍ଧି ଏବଂ ଆଧୁନିକ ପ୍ରତିକ୍ରିୟା ସାମର୍ଥ୍ୟ ଦୃଢ଼ କରିବ ଏବଂ ପ୍ରଯୁକ୍ତି ଆଧାରିତ ଅପରାଧର ସମ୍ମୁଖୀନ ହେବାର ରାଜ୍ୟର ପ୍ରସ୍ତୁତି ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବା ସହିତ ସୁରକ୍ଷିତ ଡିଜିଟାଲ ଶାସନକୁ ସୁନିଶ୍ଚିତ କରିବ। ରାଜ୍ୟର ଆନୁଷ୍ଠାନିକ ଉପସ୍ଥିତିକୁ ସୁଦୃଢ଼ କରିବା ଏବଂ ପ୍ରଶାସନିକ ସମନ୍ୱୟ ଏବଂ ଦକ୍ଷତା ବିକାଶର ସୁଧାର ଆଣିବା ଲାଗି ମୁଁ ନୂଆଦିଲ୍ଲୀରେ ଭବନ, ସଦନ ଏବଂ ନିବାସ ନିର୍ମାଣ ପାଇଁ 45 କୋଟି ଟଙ୍କାର ଏବଂ ଦେଶର ବିଭିନ୍ନ ସହରର ଭବନ ନିର୍ମାଣ ପାଇଁ 68 କୋଟି ଟଙ୍କାର ପ୍ରସ୍ତାବ ଦେଉଛି। ପୁନଶ୍ଚ ଦକ୍ଷିଣ ଭାରତରେ ଓଡ଼ିଶାର ଆନୁଷ୍ଠାନିକ ପ୍ରଶାସନିକ ପ୍ରସାରକୁ ସୁଦୃଢ଼ କରିବା ପାଇଁ ବେଙ୍ଗାଲୁରୁରେ ଓଡ଼ିଶା ଭବନ ନିର୍ମାଣ ପାଇଁ 13 କୋଟି ଟଙ୍କାର ପ୍ରସ୍ତାବ ଦେଉଛି। ଏହା ବ୍ୟତୀତ ନ୍ୟାୟପାଳିକା, ପୋଲିସ, ଅଗ୍ନିଶମ ଓ କାରାଗାରର ଆବାସିକ ଅଣଆବାସିକ କୋଠା ପାଇଁ 1369 କୋଟି ଟଙ୍କାର ପ୍ରସ୍ତାବ ରହିଛି। 2025 ସ୍ୱାଧୀନତା ଦିବସ ଅବସରରେ ଆମ ସରକାର କର୍ତ୍ତବ୍ୟ ନିର୍ବାହ ସମୟରେ ପ୍ରାଣବଳି ଦେଇଥିବା ପୁଲିସ କର୍ମଚାରୀଙ୍କର ସ୍ମୃତିରେ ନୂଆଦିଲ୍ଲୀସ୍ଥିତ ଜାତୀୟ ପୁଲିସ ସ୍ମାରକୀର ଆଦର୍ଶରେ ଭୁବନେଶ୍ୱରରେ ଏକ ପୁଲିସ ସ୍ମାରକୀ ସ୍ଥାପନ କରିବାକୁ ପ୍ରସ୍ତାବ ଘୋଷଣା କରିଥିଲେ। ଏହି ସ୍ମାରକୀ ଭୁବନେଶ୍ୱରରେ 7th ବାଟାଲିୟନ OSAP ପରିସରରେ ନିର୍ମାଣ କରାଯିବ। ଏହା ଓଡ଼ିଶାର ଶହୀଦ ପୁଲିସ କର୍ମଚାରୀଙ୍କ ସ୍ମୃତିକୁ ଅମର କରିବ, ପୁଲିସ ସ୍ମୃତି ଦିବସ ପାଇଁ ଏକ ଆନୁଷ୍ଠାନିକ ସ୍ଥାନ ଯୋଗାଇବ, ଓଡ଼ିଶା ପୁଲିସ ଇତିହାସ ଉପରେ ଏକ ଐତିହ୍ୟ ଓ ଜ୍ଞାନକେନ୍ଦ୍ର ଭାବେ ବିକଶିତ ହେବ ଏବଂ ଜନସାଧାରଣ ପୁଲିସ ବିଶ୍ୱାସ ଓ ଭାବପ୍ରବଣତାକୁ ପ୍ରୋତ୍ସାହିତ କରିବ। ଏଥିପାଇଁ ମୁଁ 10 କୋଟି ଟଙ୍କାର ବ୍ୟୟ କରିବାକୁ ପ୍ରସ୍ତାବ ଦେଉଛି। ଏହା ବଳିଦାନ, ସେବା ଓ ରାଜ୍ୟର କୃତଜ୍ଞତାରେ ଏକ ପ୍ରତୀକ ଭାବରେ ଦଣ୍ଡାୟମାନ ହେବ ଏବଂ ଆମ ସୁରକ୍ଷାଦାତାଙ୍କୁ ସମ୍ମାନ ଜଣାଇବା ପ୍ରତି ଆମର ଦୃଢ଼ ପ୍ରତିବଦ୍ଧତାକୁ ପ୍ରକାଶ କରିବ। ଏହା ପ୍ରତିଷ୍ଠାନଗତ ସ୍ମୃତିକୁ ସଂରକ୍ଷିତ କରି ଭବିଷ୍ୟତ ପିଢ଼ିକୁ ପୁଲିସ ସେବା ଏବଂ ଜାତୀୟ କର୍ତ୍ତବ୍ୟ ପ୍ରତି ପ୍ରେରଣା ଦେବା ପାଇଁ ଆମର ପ୍ରତିବଦ୍ଧତାର ପ୍ରତୀକ ହେବ। ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ମାର୍ଚ୍ଚ 31, 2026 ସୁଦ୍ଧା ଭାରତରେ ବାମପନ୍ଥୀ ଉଗ୍ରବାଦ ସମସ୍ୟାକୁ ସମାପ୍ତ କରିବା ପାଇଁ ଏକ ଦୃଢ଼ ଜାତୀୟ ଲକ୍ଷ୍ୟ ସ୍ଥିର କରିଛନ୍ତି। ଆମେ ଏହାକୁ ଉଭୟ କଠୋର ଓ ନରମ ପଦକ୍ଷେପ ମାଧ୍ୟମରେ ସମ୍ମୁଖୀନ ହେଉଛୁ। ଗୋଟାଏ ପଟେ ଆମେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ସହାୟତାରେ ଅପରେସନକୁ ଜୋରଦାର କରୁଛୁ, ଅନ୍ୟପଟେ ଅସ୍ତ୍ରଶସ୍ତ୍ର ତ୍ୟାଗ କରୁଥିବା ନକ୍ସଲ କ୍ୟାଡରମାନଙ୍କୁ ପ୍ରୋତ୍ସାହନ ଦେଉଛୁ, ଯାହା ବ୍ୟାପକ ଆତ୍ମସମର୍ପଣ ଏବଂ ଥଇଥାନ ନୀତି ଅଧୀନରେ ଉଗ୍ରବାଦୀଙ୍କର ସଂଖ୍ୟା କମାଇବାରେ ସହାୟତା କରୁଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ସାଧନ କରିବାକୁ ଆମେ ଆଶାବାଦୀ। ଓଡ଼ିଶାର ଭୌଗୋଳିକ ସ୍ଥିତି ଏହାକୁ ପ୍ରାକୃତିକ ବିପର୍ଯ୍ୟୟର ପ୍ରମୁଖ ପ୍ରଭାବ କ୍ଷେତ୍ରରେ ଥିବା ରାଜ୍ୟ ଭାବେ ପରିଣତ ହୋଇ କରିଛି। ଯେପରିକି ଆମ ଉପକୂଳରେ ପ୍ରଳୟଙ୍କରୀ ବାତ୍ୟାଠାରୁ ଆରମ୍ଭ କରି ମଧ୍ୟ ଏବଂ ପଶ୍ଚିମ ପାହାଡ଼ିଆ ଅଞ୍ଚଳରେ ଭୟଙ୍କର ମରୁଡ଼ି, ଭୂସ୍ଖଳନ ପର୍ଯ୍ୟନ୍ତ ବାରମ୍ବାର ଏହି ବିପଦ ବିରୋଧରେ ଆସୁଥିବା ଏହି ବିପଦ ବିରୋଧରେ ଆମ ରାଜ୍ୟର ପ୍ରତିରୋଧ କ୍ଷମତାକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଁ ବିପତ୍ତି ପରିଚାଳନା ପାଇଁ ପାଣ୍ଠି 5,375 କୋଟି ଟଙ୍କା ଆବଣ୍ଟନ କରୁଛି। ଏଥିମଧ୍ୟରେ ରାଜ୍ୟ ବିପତ୍ତି ପରିଚାଳନା ପାଣ୍ଠି ବାବଦରେ 2,147 କୋଟି ଟଙ୍କା ଏବଂ ଜାତୀୟ ବିପର୍ଯ୍ୟୟ ବିପତ୍ତି ପରିଚାଳନା ପାଣ୍ଠି ବାବଦରେ
3,228 କୋଟି ଟଙ୍କା ସାମିଲ ରହିଛି। ବୃତ୍ତି ଉପରେ ଟିକସ ଆୟ ଉପରେ ଏକ ଟିକସ ଏବଂ ଯେତେବେଳେ ଆୟକର ପୃଥକ ଭାବେ ଆଦାୟ କରାଯାଉଛି ସେଥିରୁ ଦୁଇଥର କରଭାରର ପରିସ୍ଥିତି ସୃଷ୍ଟି ହେଉଛି ବୋଲି ବୃତ୍ତି ଟିକସ ପ୍ରତ୍ୟାହାର କରିବାକୁ ବିଭିନ୍ନ ସଂଗଠନ ବିଗତ ବର୍ଷରୁ ଦାବି କରି ଆସୁଥିଲେ। ପ୍ରାକ୍ ବଜେଟ୍ ପରାମର୍ଶ ବୈଠକରେ ମଧ୍ୟ ଏହା ଦାବି କରାଯାଇଥିଲା। ଉପରୋକ୍ତ ଯଥାର୍ଥତାକୁ ବିଚାରକୁ ନେଇ ମୁଁ 2026 ଏପ୍ରିଲ 1 ଠାରୁ ପେଶା ବା ବୃତ୍ତି ଉପରେ ଟିକସ ପ୍ରଫେସନାଲ ଟାକ୍ସ ପ୍ରତ୍ୟାହାର କରିବାକୁ ପ୍ରସ୍ତାବ ଦେଉଛି। ଏହାଫଳରେ ରାଜ୍ୟ ବାର୍ଷିକ ପ୍ରାୟ 320 କୋଟି ଟଙ୍କାର ରାଜସ୍ୱ ହରାଇବ। ବର୍ତ୍ତମାନ ମୁଁ ଆର୍ଥିକ ବର୍ଷ 2026-27 ପାଇଁ 3,10,00,000 କୋଟି ଟଙ୍କାର ବଜେଟ୍ ଆକଳନର ପ୍ରସ୍ତାବ ଦେଉଛି। ଆର୍ଥିକ ବର୍ଷ 2026-27 ବଜେଟ୍ ଆକଳନରେ କାର୍ଯ୍ୟକ୍ରମ ବଜେଟ୍ର ପରିମାଣକୁ 1,80,000 କୋଟି ଟଙ୍କାକୁ ବୃଦ୍ଧି କରିବାକୁ ମୁଁ ପ୍ରସ୍ତାବ ଦେଉଛି, ଯାହା ମୋଟ ବଜେଟ୍ ଆକଳନର ପ୍ରାୟ 58% ଅଟେ। ଚଳିତ ବଜେଟ୍ରେ 72,100 କୋଟି ଟଙ୍କାର ପୁଞ୍ଜି ବ୍ୟୟବରାଦ ଆକଳନ ସମଗ୍ର ରାଜ୍ୟ ଘରୋଇ ଉତ୍ପାଦ GSDPର 6.5% ଏବଂ ରାଜ୍ୟ ବଜେଟ୍ ଆକଳନର 23.3% ଅଟେ, ଯାହା ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମଧ୍ୟରେ ସର୍ବାଧିକ। ଆର୍ଥିକ ବର୍ଷ 2026-27 ପାଇଁ ପ୍ରଶାସନିକ ବ୍ୟୟ ବାବଦକୁ 1,14,000 କୋଟି ଟଙ୍କାର ପ୍ରସ୍ତାବ ରହିଛି। ବିପର୍ଯ୍ୟୟ ବିପତ୍ତି ପରିଚାଳନା ପାଣ୍ଠି ପାଇଁ 5,375 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଜ୍ୟର ହସ୍ତାନ୍ତର ପାଇଁ 10,625 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଷୋଡ଼ଶ କେନ୍ଦ୍ର ଅର୍ଥ ଆୟୋଗଙ୍କର ସୁପାରିଶ କ୍ରମେ 3,056 କୋଟି ଟଙ୍କା ଏବଂ ଷଷ୍ଠ ରାଜ୍ୟ ଅର୍ଥ ଆୟୋଗଙ୍କ ସୁପାରିଶ କ୍ରମେ ପ୍ରାୟ 7,450 କୋଟି ଟଙ୍କା ରାଜ୍ୟର ଗ୍ରାମୀଣ ଓ ସହରାଞ୍ଚଳ ସ୍ଥାନୀୟ ନିକାୟ ସଂସ୍ଥାକୁ ହସ୍ତାନ୍ତର କରିବାକୁ ଆମେ ପ୍ରସ୍ତାବ ଦେଉଛୁ। ସମଗ୍ର ରାଜ୍ୟ ଘରୋଇ ଉତ୍ପାଦ GSDPର ପ୍ରାୟ 3% ରାଜସ୍ୱ ବଳକା ସୃଷ୍ଟି କରିବାକୁ ସମର୍ଥ ହେବୁ ଏବଂ ବିତ୍ତୀୟ ନିଅଣ୍ଟ 2026-27 ଆର୍ଥିକ ବର୍ଷ ପାଇଁ ସମଗ୍ର ରାଜ୍ୟ ଘରୋଇ ଉତ୍ପାଦ GSDPର 3.5% ମଧ୍ୟରେ ସୀମିତ ରହିବ। ତେଣୁ 2026-27 ବାର୍ଷିକ ବଜେଟ୍ ସମ୍ପୂର୍ଣ୍ଣ ଭାବେ FRBM ଅଧିନିୟମ ଅନୁପାଳନ କରିବ। ଓଡ଼ିଶାର ପ୍ରଗତି ପ୍ରତି ଆମର ସମର୍ପଣର ପ୍ରତୀକ ହେଉଛି ଆମର ବଜେଟ୍। ଅମୃତ କାଳରେ ବିକଶିତ ଭାରତ ଦିଗରେ ଅଗ୍ରସର ଜାତୀୟ ଯାତ୍ରାରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି। ଓଡ଼ିଶା ଭିଜନ 2036 ଏବଂ 2047କୁ ବାସ୍ତବ ରୂପ ଦେବା ପାଇଁ ଆମର ବିକାଶ ରଣନୀତିର 6ଟି ସ୍ତମ୍ଭକୁ କାର୍ଯ୍ୟକାରୀ କରିବା ନିମନ୍ତେ ଆମକୁ ଜନସାଧାରଣଙ୍କର ଶକ୍ତି ଏବଂ ସହଯୋଗ ଆବଶ୍ୟକ। ମିଳିତ ଭାବରେ ଆସନ୍ତୁ ଆମ ରାଜ୍ୟ ପାଇଁ ଉଜ୍ଜଳ ଭବିଷ୍ୟତ ଗଠନ କରିବା। ମୁଁ ଭକ୍ତକବି ଶ୍ରୀ ମଧୁସୂଦନ ରାଓଙ୍କ ରଚିତ ଉତ୍କଳ ଗାଥାରୁ ଏହି କାଳଜୟୀ ପଂକ୍ତିକୁ ଉଦ୍ଧାର କରୁଛି। ଉଠ ହେ ଉତ୍କଳବାସୀ ଦୂରେ ଫିଙ୍ଗି ଦୁଃଖ ରାଶି ଛେଦି ଜଡ଼ତାର ନାଗଫାସ ସକଳ ଦୁରିତ ଜିଣା ବିଶ୍ୱରାଣୀ ବାଣୀ ବୀଣା ବାଜେପୁରୀ ଉତ୍କଳ ଆକାଶେ ହେ ନରନାରୀ। ମୁଁ 2026-27 ଆର୍ଥିକ ବର୍ଷ ନିମନ୍ତେ ପ୍ରସ୍ତୁତ ବାର୍ଷିକ ବଜେଟ୍ ଆକଳନକୁ ଏହି ପବିତ୍ର ଗୃହରେ ଅନୁମୋଦନ ପାଇଁ ଉପସ୍ଥାପନା କରୁଛି। ବନ୍ଦେ ଉତ୍କଳ ଜନନୀ, ଜୟ ହିନ୍ଦ।